ପିଲାମାନେ, ଆମ ଦେଶ ଭାରତ। ଆମେ ଆଜି ଭାରତୀୟ ବୋଲି ଗର୍ବ କରୁଛୁ। କିନ୍ତୁ ଦିନ ଥିଲା ଆମ ଦେଶ ପରାଧୀନ ଥିଲା। ଅନେକ ବିଦେଶୀ ଶାସକ ଆମ ଦେଶକୁ ଶାସନ କରୁଥିଲେ। ଇଂରେଜମାନେ ଯେତେବେଳେ ବାଣିଜ୍ୟ କରିବାକୁ ଭାରତକୁ ଆସି ଏଠି ଶାସନ କଲେ, ଲୋକମାନେ ଖୁବ୍ ହନ୍ତସନ୍ତ ହେଲେ। ସେମାନେ ଭାରତୀୟମାନଙ୍କୁ ଖୁବ୍ ଅତ୍ୟାଚାର କଲେ, ଖୁବ୍ ହଇରାଣ କଲେ। ସେ ସମୟରେ ଅନେକ ସଂଗ୍ରାମୀ ସ୍ୱାଧୀନତାର ସଂଗ୍ରାମ ବହ୍ନିରେ ଝାସ ଦେଲେ। ତା ମଧ୍ୟରେ ଯୁବ ସଂଗ୍ରାମୀ ଭଗତ ସିଂ ଅନ୍ୟତମ। ଚାଲ ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ଜାଣିବା ଭଗତ ସିଂଙ୍କ ବିଷୟରେ। କହୁଛନ୍ତି ହରପ୍ରିୟା ଦାସ। ଆମ ଦେଶ ଭାରତବର୍ଷ ସ୍ୱାଧୀନ ହୋଇଛି। ପରାଧୀନ ଭାରତବର୍ଷକୁ ଇଂରେଜ ଶାସନରୁ ମୁକ୍ତ କରିବା ପାଇଁ ଇଂରେଜ ବିରୁଦ୍ଧରେ ବହୁବାର ଆନ୍ଦୋଳନ ହୋଇଛି। ଆଉ ଏହି ଆନ୍ଦୋଳନରେ ସାମିଲ ହୋଇ ବହୁ ଦେଶପ୍ରେମୀ ଫାଶୀ ଖୁଣ୍ଟରେ ଝୁଲିଛନ୍ତି। ବନ୍ଧୁକ ଗୁଳି ଆଗରେ ହସି ହସି ପ୍ରାଣ ବଳି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଶହୀଦ ଭଗତ ସିଂଙ୍କ ନାମ ଚିରସ୍ମରଣୀୟ। ଖୁବ୍ ଅଳ୍ପ ବୟସରେ ତାଙ୍କର ଦେଶଭକ୍ତି, ଆତ୍ମବଳିଦାନ, ସାହସ ଆଦି ସଦ୍ଗୁଣର ଉଦାହରଣ ସେ ଛାଡ଼ି ଯାଇଛନ୍ତି। 1907 ମସିହା ସେପ୍ଟେମ୍ବର 28 ତାରିଖରେ ଅବିଭକ୍ତ ଭାରତର ପଶ୍ଚିମ ପଞ୍ଜାବ ଅଧୀନରେ ଥିବା ଲାୟଲପୁର ଜିଲ୍ଲାର ବଙ୍ଗା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ଜନ୍ମ ସମୟରେ ତାଙ୍କ ବାପା, ଦାଦା ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ଯୋଗ ଦେଇ ଜେଲରେ ଥିଲେ। ଭଗତଙ୍କର ପିତା କିଶନ ସିଂ ସେ ସମୟର ଜଣେ ଜଣାଶୁଣା କଂଗ୍ରେସ ନେତା ଥିଲେ। ଭାରତ ମାତାର ମୁକ୍ତି ସଂଗ୍ରାମୀ ଭାବରେ କିଶନ ସିଂ ଅନେକ ଥର ଜେଲ୍ ଯାଇଥିଲେ। ଭାଇ ସ୍ୱର୍ଣ୍ଣ ସିଂ ମଧ୍ୟ ସେହି ସମୟରେ ମୁକ୍ତି ସଂଗ୍ରାମୀ ଭାବରେ କାରାଗାରରେ ଥିଲେ। ପିଲାଏ ଭଗତଙ୍କର ଆଉ ଜଣେ ଦାଦା ଅଜିତ ସିଂ ଇଂରେଜ ବିରୋଧୀ ଲଢ଼େଇରେ ସାମିଲ ହୋଇ ଆଉ ଗରିବ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରି ଇଂରେଜମାନଙ୍କ ନଜରକୁ ଆସିଥିଲେ। ଆଉ ସେଇଥିପାଇଁ ପିଲାଏ ତାଙ୍କୁ ଦେଶ ଛାଡ଼ି ନିର୍ବାସିତ ହେବାକୁ ପଡ଼ିଥିଲା। ଭଗତ ସିଂ ଜନ୍ମ ହେବା ପରେ ତାଙ୍କର ବାଲ୍ୟାବସ୍ଥା ଆଉ ଜଣେ ଦାଦା ଅର୍ଜୁନ ସିଂଙ୍କ ପାଖରେ ବିତିଥିଲା। ଦାଦା ଅର୍ଜୁନ ସିଂଙ୍କର ଉଦାହରଣ ଭଗତ ସିଂଙ୍କୁ ପିଲାଦିନରୁ ବହୁବାର ପ୍ରଭାବିତ କରିଥିଲା। ଏଥିରୁ ଜାଣିପାରୁଥିବ ପିଲାଏ, ଶହୀଦ ଭଗତ ସିଂଙ୍କର ଗୋଟିଏ ସଂଗ୍ରାମୀ ପରିବାରରେ ଜନ୍ମ ହୋଇଥିଲା। ଯେତେବେଳେ ଭଗତଙ୍କୁ ମାତ୍ର 2 ବର୍ଷ, ଦାଦା ଅଜିତ ସିଂଙ୍କୁ ନିର୍ବାସନ ଦଣ୍ଡ ମିଳିଥିଲା। ଅଜିତ ସିଂଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ବହୁବାର ଦୁଃଖରେ କାନ୍ଦିବାର ଦେଖି ଭଗତଙ୍କର ବାଲ୍ୟମନ ଆନ୍ଦୋଳିତ ହେଉଥିଲା। ଆଉ ସେ ତାଙ୍କ ଖୁଡ଼ୀଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହୁଥିଲେ, ତୁମେ ନିରାଶ ହୁଅ ନା ଖୁଡ଼ୀ, ମୁଁ ଇଂରେଜମାନଙ୍କୁ ଭାରତରୁ ନିଶ୍ଚୟ ହଟେଇବି। ସତକୁ ସତ ପିଲାଏ, ବାଳକ ଭଗତ ସିଂ ଯୁବକ ଅବସ୍ଥାରେ ପରାଧୀନ ଭାରତର କ୍ରାନ୍ତିକାରୀ ଆନ୍ଦୋଳନକୁ ଗୋଟିଏ ନୂଆ ଦିଗ୍ଦର୍ଶନ ଦେଇଥିଲେ। ଆଉ ନିଜର ଦୂରଦୃଷ୍ଟି ଚିନ୍ତାଧାରା ଏବଂ ଦୃଢ଼ ସଂକଳ୍ପ ଯୋଗୁଁ ଅନ୍ୟ ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ଜଣେ ହୋଇ ବାହାରିଥିଲେ। ତାଙ୍କ ଜେଜେ ତାଙ୍କୁ ବ୍ରିଟିଶ ଶିକ୍ଷାନୁଷ୍ଠାନରେ ନ ପଢ଼ାଇ ଆର୍ଯ୍ୟ ସମାଜ ଦ୍ୱାରା ପରିଚାଳିତ ସ୍କୁଲରେ ପଢ଼ାଇଥିଲେ। ସ୍କୁଲ ଶିକ୍ଷା ପରେ ଲାଲା ଲଜପତ ରାୟଙ୍କ ଦ୍ୱାରା ସ୍ଥାପିତ ନ୍ୟାସନାଲ କଲେଜରେ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ପିଲାଏ କିଛି ଦିନ ପରେ ଦାଦା ସ୍ୱର୍ଣ୍ଣ ସିଂ କାରାଗାରରୁ ଖଲାସ ହେଲେ। କାରାଗାରରୁ ମୁକ୍ତ ହେବାର ଖୁବ୍ ଅଳ୍ପ ଦିନ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ମଧ୍ୟରେ ସବୁ ସମୟରେ ଏଇଭଳି କିଛି ନା କିଛି ଦୁର୍ଦ୍ଦିନକୁ ତାଙ୍କୁ ସାମ୍ନା କରିବାକୁ ପଡ଼ୁଥିଲା। କିନ୍ତୁ ତାରି ଭିତରେ ବି ତାଙ୍କର ସଂଗ୍ରାମୀ ପରିବାରରେ ସବୁବେଳେ କିଛି ନା କିଛି ସ୍ୱାଧୀନତା ବିଷୟରେ ଆଲୋଚନା ହେଉଥିଲା। ଆଉ ସେଇ ଆଲୋଚନା ଗୁଡ଼ିକ ଭଗତ ସିଂଙ୍କ କିଶୋର ମନକୁ ଆନ୍ଦୋଳିତ କରୁଥିଲା। ତମେମାନେ ଜାଣିପାରୁଥିବ ପିଲା, ଆଉ କୋଉଠୁ ନୁହେଁ ବରଂ ତାଙ୍କ ପରିବାରରୁ ହିଁ ତାଙ୍କୁ ଦେଶଭକ୍ତି ପାଠର ଶିକ୍ଷା ମିଳୁଥିଲା। ତାଙ୍କୁ ମାତ୍ର 12 ବର୍ଷ ବୟସ ହୋଇଥାଏ ସେତେବେଳେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ହୋଇଥିଲା। ଏହି ହତ୍ୟାକାଣ୍ଡ ବିଷୟରେ ଶୁଣିବାର କିଛି ଘଣ୍ଟା ମଧ୍ୟରେ ଭଗତ ସିଂ
ସେହି ସ୍ଥାନରେ ଯାଇ ପହଞ୍ଚି ଯାଇଥିଲେ। କୁଡ଼ କୁଡ଼ ମୃତଦେହ ଦେଖି ସେ ମର୍ମାହତ ହୋଇଯାଇଥିଲେ। ଦେଶ ପାଇଁ ଆତ୍ମବଳିଦାନର ଉତ୍ସାହ ତାଙ୍କଠାରେ ବହୁଗୁଣିତ ହୋଇଥିଲା। ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ସବୁଠାରୁ ବ୍ୟାପକ ଏବଂ ଦୀର୍ଘସ୍ଥାୟୀ ପ୍ରଭାବ ବିସ୍ତାର କରିଥିବା ଯୁବ ବିପ୍ଳବୀ ହେଇ ସେ ବାହାରିଥିଲେ। ଶହୀଦ ଭଗତ ସିଂ ଖୁବ୍ ଅଳ୍ପ ବୟସରୁ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ହଁରେ ପିଲାଏ, 1928 ମସିହାରେ ସାଇମନ କମିଶନକୁ ବିରୋଧ କରି ଲାହୋରରେ ବିରାଟ ଶୋଭାଯାତ୍ରା ବାହାରିଥାଏ। ଆଉ ସେତେବେଳେ ସେଥିରେ ନେତୃତ୍ୱ ନେଇଥିଲେ ଲାଲା ଲଜପତ ରାୟ। ଏହି ଶୋଭାଯାତ୍ରାର ନେତୃତ୍ୱ ନେଇ ଲାଲା ଲଜପତ ରାୟ ପୁଲିସ ଲାଠିମାଡ଼ର ଶିକାର ହେଇଥିଲେ। ପୋଲିସର ଏଭଳି ବର୍ବର ଆଚରଣରେ ଆକୁମାରୀ ହିମାଚଳ କ୍ରୋଧ ଆଉ ହିଂସାରେ ଫାଟି ପଡ଼ିଥିଲା। ଏହି ଲାଠିମାଡ଼ରେ ଶୋଚନୀୟ ଅବସ୍ଥା ହେଇ ସର୍ବଜନ ବରେଣ୍ୟ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କର ଦେହାନ୍ତ ହୋଇଥିଲା। ପଞ୍ଜାବ କେଶରୀଙ୍କ ଦେହାନ୍ତ ପରେ ଭଗତ ସିଂ ଅହିଂସା ପରିବର୍ତ୍ତେ ହିଂସାତ୍ମକ ହୋଇପଡ଼ିଥିଲେ। ପ୍ରତିଶୋଧ ପାଇଁ ଶିବରାମ ରାଜଗୁରୁ, ସୁଖଦେବ ଥାପର ଓ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଜନ୍ ପି ସ୍ୟାଣ୍ଡର୍ସ ନାମକ ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ପିଲାଏ, ଆଉ ଗୋଟିଏ ଦିନର କଥା। 1929 ମସିହା ଜୁନ 6 ତାରିଖ ଦିନ ଦିଲ୍ଲୀ ସେଣ୍ଟ୍ରାଲ ଆସେମ୍ବଲି ଗୃହ ଭରପୁର ଥାଏ। କୁଖ୍ୟାତ ସାଇମନ କମିଶନର କର୍ତ୍ତା ଭାବରେ ଦର୍ଶକ ଗ୍ୟାଲେରୀରେ ବସିଥାନ୍ତି। ଏହି ସାଇମନ କମିଶନ ବିରୋଧରେ ସମଗ୍ର ଭାରତୀୟ ବ୍ରିଟିଶ ବିରୋଧୀ ବାତାବରଣ ସୃଷ୍ଟି କରିଥାନ୍ତି। ଘୋର ଉତ୍ତେଜନାପୂର୍ଣ୍ଣ ଭାଷଣରେ ଯେତେବେଳେ ସଭାଗୃହ କମ୍ପି ଉଠୁଥିଲା, ହଠାତ୍ ସମସ୍ତଙ୍କୁ ଆଚମ୍ବିତ କରି କିଛି ପ୍ରଚାରପତ୍ର ଫୋପଡ଼ା ଯାଇଥିଲା। ସମସ୍ତେ ସେହି ଶବ୍ଦରେ ଇତସ୍ତତ ହେବା କ୍ଷଣି କାନଫଟା ଗର୍ଜନ କରି ଭୟଙ୍କର ହାତବୋମା ସଭାଗୃହକୁ ନିକ୍ଷେପ କରାଯାଇଥିଲା। ସଙ୍ଗେ ସଙ୍ଗେ କମ୍ପି ଉଠିଲା ଭାରତର ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଇନକିଲାବ ଜିନ୍ଦାବାଦ। ସେହି ସ୍ଲୋଗାନର ଗର୍ଜନ ସେଠାରେ ଥିବା ସବୁ ଶ୍ରୋତା, ବକ୍ତା, ଦର୍ଶକ ଏବଂ ରକ୍ଷକ ସମସ୍ତଙ୍କୁ ଭୀତତ୍ରସ୍ତ ଆଉ ଆତଙ୍କିତ କଲା। ତତ୍କ୍ଷଣାତ୍ ସେଠାରେ ପ୍ରଚାରପତ୍ର ନିକ୍ଷେପକାରୀ ସ୍ଲୋଗାନ ଦେଉଥିବା ବ୍ୟକ୍ତିଙ୍କୁ ଦର୍ଶକ ଗ୍ୟାଲେରୀରୁ ଧରାହେଲା। ଆଉ ପିଲାଏ, ତମେମାନେ ଜାଣିଛ, ସେଦିନ ସେଠାରେ ଧରାପଡ଼ିଥିବା ବ୍ୟକ୍ତିଦ୍ୱୟ ହେଲେ ସ୍ୟାଣ୍ଡର୍ସ ହତ୍ୟାର ପ୍ରଧାନ ଆସାମୀ ଭଗତ ସିଂ ଏବଂ ସଂଗ୍ରାମୀ ବଟୁକେଶ୍ୱର ଦତ୍ତ। ଏହି ବୋମା ନିକ୍ଷେପରେ କେହି ଆହତ ହୋଇନଥିଲେ ବି ବହୁ ସଶସ୍ତ୍ର ଅଭିଯାନ ଅପେକ୍ଷା ଅଧିକ ଫଳପ୍ରଦ ହେଇଥିଲା। ଆଉ ଏହାର ପରିଣତି ସ୍ୱାଧୀନତା ସଂଗ୍ରାମୀଙ୍କୁ ଦୁର୍ବାର ଗତିରେ ଆଗେଇ ନେବାକୁ ସହାୟକ ହୋଇଥିଲା। ଏହାପରେ ଇଂରେଜମାନେ ବୁଝି ଯାଇଥିଲେ ଯେ ଦିନେ ନା ଦିନେ ସେମାନଙ୍କୁ ଭାରତ ଛାଡ଼ି ଯିବାକୁ ପଡ଼ିବ। ତଥାପି ଶେଷ ହେଲାନି। ପୁଣି ତୃତୀୟ ଲାହୋର ଷଡ଼ଯନ୍ତ୍ର ମାମଲା ଚାଲୁ ହେଲା। 1931 ମସିହା ମାର୍ଚ୍ଚ ମାସ 23 ତାରିଖରେ ମାମଲାର ଶୁଣାଣି କରି ଭଗତ ସିଂଙ୍କୁ ମିଳିଲା ଫାଶୀ ଦଣ୍ଡ। ବିପ୍ଳବର ସେହି ପବିତ୍ର ବେଦୀରେ ବ୍ୟକ୍ତିର ଆତ୍ମବିସର୍ଜନକୁ ଅପରିହାର୍ଯ୍ୟ ମନେ କରିଥିଲେ ଭଗତ ସିଂ। ହସି ହସି ଫାଶୀ ବରଣ କରିଥିଲେ। ସେଦିନ ଦେଶ ମାତୃକାର ସ୍ୱାଧୀନତା ପାଇଁ ମୃତ୍ୟୁକୁ ଆଲିଙ୍ଗନ କରି ଚିର ଅମର ହୋଇ ରହିଲେ ଶହୀଦ ଭଗତ ସିଂ। ପଞ୍ଜାବରେ ଜନ୍ମ ହେଇ ମଧ୍ୟ ସୀମିତ ନଥିଲା ତାଙ୍କ ଦୃଷ୍ଟିକୋଣ। ସବୁ ଭାରତୀୟଙ୍କର ଥିଲେ ସିଏ ଅତି ଆପଣାର। ଶହୀଦ ଭଗତ ସିଂ ଥିଲେ ସଚ୍ଚା ଭାରତୀୟ, ସଚ୍ଚା ମଣିଷ। ତାଙ୍କ ଆଦର୍ଶ ଆମ ସମସ୍ତ ଦେଶବାସୀଙ୍କୁ ପ୍ରେରଣା ଦେଇ ଆସିଛି ଏବଂ ଦେଉଥିବ। ପିଲାମାନେ, ଆଜି ମାସର ଶେଷ ଶନିବାର ସଙ୍ଗୀତ ପସରାର ଦିନ। ତେଣୁ ଆଉ ଜମାରୁ ଡେରି ନ କରି ସଙ୍ଗୀତର ତାଳେ ତାଳେ ଖୋଲିବା ଆମ ସଙ୍ଗୀତ ପସରା। ହେ ଠାକୁର, ତୁମ ଚରଣର ଘୁଙ୍ଗୁରୁ ପରି ମୋତେ କର। ତୁମ ଆଶିଷରେ ମୋ ଜୀବନକୁ ଭରିଦିଅ ଠାକୁରେ। ଭକ୍ତିଗୀତଟିଏ ପ୍ରିଲିପ୍ତା ମିଶ୍ରଙ୍କ କଣ୍ଠରେ। ରଚନା ନାରାୟଣ ପ୍ରସାଦ ସିଂ। ছন্দা
चरण अळी तब पादे घुंगुरटिए हेबी छंद चरण अळी तब पादे घुंगुरटिए हेबी ऋणु झुणु बाजे तुम मन आऊ ऋणु झुणु बाजे तुम मन आऊ राई मन मोहुथिबी प्रभु घुंगुरटिए हेबी प्रभु घुंगुरटिए हेबी तमरी हातर बइसी हेबाकु बाउंस जन मनेबी अधरे मधुरे बाजी सुरे सुरे बिरती गीत गाइबी तमरी हातर बइसी हेबाकु बाउंस जन मनेबी अधरे मधुरे बाजी सुरे सुरे बिरती गीत गाइबी श्यामली धवली गोपी गोपबाली श्यामली धवली गोपी गोपबाली मन चहलाई देवी
रे पिले, तमे माने सबु ए देशर भविष्यत। तमे तो कालीर नागरिक। देशर उन्नति और प्रगति सबुकिछि तम हातरे। तमे देशर दुख दरिद्रता को दूर करि परिबो। देशवंदनाटीए दास अंकिता चांदको कंठरे। गीतटी को लिखिचंती क्षीरोद चंद्र पोथाळ। आमरी देशको आमे तो गढ़िबु, आमरी देशको आमे तो गढ़िबु, दूर करी देबु दुख दैन। आमे टिकी सैन, आमे टिकी सैन, आमे टिकी सैन, आमे टिकी सैन। असीम बल सबु कामे आमे सदा चंचल। आम टिकी हाते असीम बल सबु कामे आमे सदा चंचल। हिमालय ठारू आहुरी अधिक, हिमालय ठारू आहुरी अधिक अटल अचल आमरी मन। आमे टिकी सैन, आमे टिकी सैन, आमे टिकी सैन, आमे टिकी सैन। जननी जन्म भूमिर पाई, आमरी छाती की देबु पताई। जननी जन्म भूमिर पाई, आमरी छाती की देबु पताई। नुआई बुनाई कहा पासे मथा, नुआई बुनाई कहा पासे मथा, गले जाऊ पछे जीवन। आमे टिकी सैन, आमे टिकी सैन, आमे टिकी सैन, आमे टिकी सैन। अलसुआ पणे नकरी मठ, मन देई आमे पढ़िबु पाठ। अलसुआ पणे नकरी मठ, मन देई आमे पढ़िबु पाठ। आमे तो उड़िबु, आमे तो लढ़िबु, आमे तो उड़िबु, आमे तो लढ़िबु, रखि जीबु देश जातिर मान। आमे टिकी सैन, आमे टिकी सैन, आमे टिकी सैन, आमे टिकी सैन। आमरी देशको आमे तो गढ़िबु, आमरी देशको आमे तो गढ़िबु, दूर करी देबु दुख दैन। आमे टिकी सैन, 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 आमे टिकी सैन। ठाकुरे, सिंहासन रे बसी केड़े सुंदर दिसुच। तम दर्शन पाई अनेक पापी तांको पापरू मुक्ति पाइछंती। मो भली पापी को दर्शन दियो प्रभु। भक्ति गीतटीए दास अंकिता चांदको कंठरे। रचना आर्त दास।
प्रभु के सुंदर देश बसिरहन सिंहासन, प्रभु के सुंदर देश पापी माने तारी गले करी तुम्भ दर्शन, करी तुम्भ दर्शन, प्रभु के सुंदर देश बसिरहन सिंहासन, प्रभु के सुंदर देश। शंख चक्र गदा पद्म देखिण आनंद मन, मस्तके पूर्णिमा चांद दिसे केड़े शोभावन। शंख चक्र गदा पद्म देखिण आनंद मन, मस्तके पूर्णिमा चांद दिसे केड़े शोभावन। माळ मान लंबी थाई पाद तल जाए रही, बासनारे चहटाई प्रभु तुम अंग मान, बासनारे चहटाई प्रभु तुम अंग मान। प्रभु के सुंदर देश बसिरहन सिंहासन, प्रभु के सुंदर देश। भुवनरे हस्तपाद न शुणा हे भक्त भेद, भावी कहे आर्त छार डाककु न शुण। कटी तटे पीताम्बर लंबी थाई पाट डोर, बांक चाहाणी तुम्भर अंगे कर्पूर चंदन, बांक चाहाणी तुम्भर अंगे कर्पूर चंदन। प्रभु के सुंदर देश बसिरहन सिंहासन, प्रभु के सुंदर देश पापी माने तारी गले करी तुम्भ दर्शन, करी तुम्भ दर्शन, प्रभु के सुंदर देश बसिरहन सिंहासन, प्रभु के सुंदर देश बसिरहन सिंहासन, प्रभु के सुंदर देश बसिरहन सिंहासन। ପିଲେ ଓଡ଼ିଆମାନେ ନିଜେ ଘରେ ଥାଆନ୍ତୁ କି ବାହାରେ, ପଖାଳ ସବୁବେଳେ ତାଙ୍କର ପ୍ରିୟ ଖାଦ୍ୟ। ସେ ଖରା ହଉ କି ବର୍ଷା, ବଡ଼ିଚୁରା ସାଙ୍ଗକୁ ବାଇଗଣ ଚଟଣି, ବାଃ ଖୁବ୍ ସୁନ୍ଦର ପଖାଳର ଆସର ଜମିଯାଏ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ହାତ ଚାଟି ଖାଇଥାନ୍ତି। ଆସ ଶୁଣିବା ପିଲେ ପଲ୍ଲୀ ଗୀତଟିଏ ପ୍ରିଲିପ୍ତା ମିଶ୍ରଙ୍କ କଣ୍ଠରେ, ବାବାଜୀ ଚରଣ ଜେନାଙ୍କ ରଚନା।
ମୋ ସଜ ପଖାଳ ପଖାଳ ରେ ପଖାଳ ମୋ ସଜ ପଖାଳ ଝୁରି ହୁଏ ମନ ତତେ ସଞ୍ଜ ସକାଳ ନ ଦେଖିଲେ ତତେ ଦିନେ ନ ଦେଖିଲେ ତତେ ଦିନେ ମନ ବିକଳ ପଖାଳ ରେ ପଖାଳ ମୋ ସଜ ପଖାଳ ପଖାଳ ରେ ପଖାଳ ମୋ ସଜ ପଖାଳ बड़ी भजा साथी रे ता आलू चटणी सरू कंचा लंका गोटे दली बणी कखारु पतरे चुना माछ को पोड़ी हाथ चाटी खाऊथिब गुंडा को भिड़ी मळु भी उठिब सेजु मळु भी उठिब सेजु देख एथर पखाळ रे पखाळ मो सज पखाळ पखाळ रे पखाळ मो सज पखाळ तोराणी रे दही टिके देले मिसेई साग थिले खाई बाटा जीवटी जमी आंबुल लंकार सुण चकटी दे चका पकेई खाइब निस फुले तो पाई उड़िया मने तो पाई उड़िया मने भारी आदर पखाळ रे पखाळ मो सज पखाळ पखाळ रे पखाळ मो सज पखाळ झुरी हुए मन तते संज सकाळ न देखिले तते दिने न देखिले तते दिने मन बिकळ पखाळ रे पखाळ मो सज पखाळ पखाळ रे पखाळ मो सज पखाळ पखाळ रे पखाळ मो सज पखाळ पिले आज तो समय सरिबाकु बसिलाणी आजिर संगीत पसराकु एइठी शेष करिबा आजिर कार्यक्रम रे जो माने वाद्ययंत्र रे सहयोग करिथिले सेमाने हेले सीतारे रविशंकर प्रधान बंशी रे प्रदीप्त शेखर महापात्र बेहेला रे कुमार महांती कीबोर्ड रे मनोज कुमार दत्त एवं तबला रे सर्वेश्वर स्वाई आजिर कार्यक्रम को तेबे एइठी रखिबा पुणी देखा हबो आगामी शनिवार ठीक अपराह्न 5टा बेले सुनिबाकु जमारे भूलिबनी तमर प्रिय कार्यक्रम किशोर चक्र तेबे आजिर कार्यक्रम को एइठी रखी उठिबा।